মোর সোনা ফরুয়া মান করুণা রহিবা ঠাকুর যাহা বিধান হাই মোর এইপরি অসুর রাজা ରତିକୁ ନେଇ ନିଜ ରାଜ୍ୟରେ ପହଞ୍ଚିଲା। ପହଞ୍ଚିବା ପରେ କଥାଟି ହେଲା କଣ ବାବୁରେ ରଥି ରାଜାକୁ କହିଲା ଶୁଣ ଏ ମହାରାଜ ଆପଣ ମତେ ଆଣିଛନ୍ତି ଆପଣ ମୋର ଥଣ୍ଡା ଶୁଖି ଯାଉଛି ମୋର କେତୋଟି ସର୍ତ୍ତ ମାନିବାକୁ ପଡିବ ସର୍ତ୍ତ ଗୁଡ଼ିକ କଣ ହେଲା ଏ ରାଜ୍ୟରେ ମୋତେ ରତି ବୋଲି କେହି ଜାଣିବେ ନାହିଁ ମୋ ନାମ ରହିବ ମାୟାବତୀ ପ୍ରଥମ କଥା ଦ୍ୱିତୀୟ କଥା ହେଲା ମୁଁ ପରର ଉଚ୍ଛିଷ୍ଟ ଖାଇବି ନାହିଁ ଦ୍ୱିତୀୟ କଥା ଆଉ ପର ପୁରୁଷ ପାଖକୁ ମୁଁ ଯିବି ନାହିଁ ପରର ପାଲଠା ବସନ ଧୋଇବି ନାହିଁ ଏ ନିୟମ ପାଳନ କରିବ ମତେ ନିଜ ରାଜ୍ୟରେ ରଖିବି ମତେ ବିବାହ କରିବ ଏଇପରି ରାଜାପୁରରେ ରହିଲା ଆପଣ ମାନେ ବିଚାର କରିବେ ତା ନାମ ରହିଲା ମାୟାବତୀ ଏଣେ ଯେତେବେଳେ କାମଦେବ ଭସ୍ମ ହେଇଥିଲା ସେତିକି ବେଳେ ଇଏ ପିତାମହ ବ୍ରହ୍ମା ରତିର ପିତା ତାକୁ ଅନେକ ପ୍ରକାରର ମାୟା ବିଦ୍ୟା ଦେଇଥିଲେ ଏଇ ମାୟା ବିଦ୍ୟାରେ ନିପୁଣା ଥିଲା ରତି ଏଣିକି କଥାଟି ହେଲା କଣ ସେଦିନ ଦିନଟି ଯାକ ବିତି ଯାଇଛି ରାତି ଆସିକିରି ପହଞ୍ଚିଛି ଯେତେବେଳେ ରାତି ଆସିକି ପହଞ୍ଚିଛି ରାକ୍ଷସ ରାଜା ରତିକୁ ତ ଆଣିଥିଲା ତେଣୁ ତାର ରୂପ ତାର ଯୌବନ ଏଗୁଡାକ ଚିନ୍ତା କରି ରାଜା ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ ବାବୁ ଗୋଟାଏ ପଦ କରିବା ତାକୁ ଲେଖିବେ କବି ଚୈତନ୍ୟ ଶରଣ ସେ ପଦଟି ଗୀତ ଲେଖୁଛନ୍ତି କଣ ଲେଖିଲେ କି ଭାଗ୍ୟ ବଳେ ଦେଖିଲି ଗୋଳେ ସର୍ବାଙ୍ଗ ସୁନ୍ଦରୀ କି ଦେଖିଲି ଗୋଳେ ସର୍ବାଙ୍ଗ ସୁନ୍ଦରୀ କୋମଳ ଅଙ୍ଗି ରହିଲେ ସଙ୍ଗୀ ଜୀବନ ରହିବ କି ଆରେ ଭଲ ଜୀବନ ରହିବ କି କାମ ମୋହିନୀ କେଉଁ ମୋହିନୀ ମନ୍ତ୍ରକୁ ଉଚ୍ଚାରିଲା କାମ ମୋହିନୀ ମନ୍ତ୍ରକୁ ଉଚ୍ଚାରିଲା ଓଲାୟା ସରେ ଦେବ ପାଶରେ ଆବଦ୍ଧ କରାଇଲା ରେ ଭୋଲା ଆବଦ୍ଧ କରାଇଲା ବାବୁଜୀ ରତିକି ଆଣିଲି ରାତି ହେଲାନି ତାକୁ ନ ପାଇଲି ଏ ଜୀବନ ମୋର ରହିବ ନାହିଁ ଗୋଟାଏ ପଦ ଚୌପଦୀ ବାଙ୍କ ଦାସ କଣ କହିଲେ ବାଙ୍କା ଦାସ ବୋଲା ବନ ଚାଖି ବଦନାକୁ ପାଇବି କି ରସେ ବହିବି ବନ ଚାଖି ବଦନାକୁ ପାଇବି କି ରସେ ବହିବି ବନ୍ଧୁ ବନ୍ଧୁ କମତେ ବଣ୍ଡ ମଣ୍ଡଳ ପତେ ବନ୍ଧୁ ବଣ୍ଡ ମଣ୍ଡଳ ପତେ ବନ୍ଧୁ କମତେ ବଣ୍ଡ ମଣ୍ଡଳ ପତେ ବନ୍ଧୁ କମତେ ବଣ୍ଡ ମଣ୍ଡଳ ପତେ ମଧୁପ ହୋଇ ମଧୁପ ହୋଇ ମଧୁ ପିବି କି ରସେ ବହିବି କି ଆରେ ବନ ଯାକି ବଦନାକୁ ପାଇବି କି ରସେ ବହିବି କି ରସ ପୁରୀ
बीती रखे राक्षस फला कौन हटाए दासी की डाकिला आज्ञा ए दासी आज्ञा कौन नाते आज्ञा जा कौन करी ओ नुआराणी की आनिची हां रखिची आज्ञा छोटो डर करी किरी ताकू मणिमा आकू डाकी दबू डाकी देबी अगुन साथ दराणी हां राजा डाकीची हां राजा पुरपा डाकी देबी हां जा जाउछी आज्ञा हेजी कोन दिछि सुनिलणी कोन हेछि कोन मणिमांकर आदेश आ मणिमा टिके डाकुछंती तांको पाउକୁ टिके आस हौ चल बाबू जेतेबेले रजा डखई पठैला हां रथी एठी विचार कला ए दुर्दांत राक्षस कबलरू आज्ञा मो मान महत हां केमिति बंचै बंचै केमिति नाना माया विद्या ताकू जणा हां ब्रह्मा देइथिले शिक्षा हां माया विद्या रे हे निपुणा रथी हां ये अला कोन करा अंगरु से कोना रे अंगरु से बखारे बाहर बोला सुंदर बाहर बोला सुंदर दक्षि संग तोरे असुर पूरा निज अंगरु माया रखी बाहर कला आउ गोटे रखी थियार कला निज देह अरे वाह से माया रखी की दासी सहित पठेला माया रखी गला अस्त्रपुर रहिला आकु कहिला ए तुम अंगरु जात मोर माया रूप अस्त्रपुर खुजिबु अस्त्र राजा पाखर रहिबो राति न पाहु आसी मो देहर लीन एई परि प्रतिदिन हला सबुदिन असुर पठैबो सबुदिन गोटे माया रखी ता पाखु जिवो शरीर बाहर करी अस्त्रपुर को पठैबो से माया रखी अस्त्रपुर रे रहिबो राति न पाहु आसी रखी देहर निसी जीव एई परि बराबर चाली एई खाटु केही जानि पारिबे नाही एई भली भाबरे असुर राजार पुर सारवती कटक आमर हरिवंश पुराण प्रमाण दे संबरासुरर राज्यटा होची सारवतीपुर सारवतीपुर रे रहिति रखिबे एले कथा देइची कला कोन द्वारकापुर रे बेस भगवान श्री कृष्ण अष्टपाट वंशी एमानंक मध्यरे भीष्मकराज कन्या विदर्भराज दुहिता रुक्मिणी पाटराणी ए देवी रुक्मिणी श्री कृष्ण औरतन हेचंती गर्भवती बाबू अभिसम्राट भक्त सुभद्रा परिणय गोटाए पद लिखिले लेखिले कौन लिखिले कोन संपर्क पतिरा गर्भा मोह देवी हो मोहारे बाबू गर्भवती नारी वर्णना पदे आसुआ ये कवि कौन कहिले समग्र कुचाग्रे श्याम हरताश्रे चले हो संग हेले सुंदा जुग पद कहि तुले
ଯଦି ରୁକ୍ମିଣୀ ଗର୍ଭବତୀ ହୁଅନ୍ତେ ତାଙ୍କର କୁଛର ଅଗ୍ରଭାଗ ଶ୍ୟାମଳ ରଙ୍ଗ ପଡିଗଲା। କବି ବିଚାର କଲେ ଦୁଇଟି ପଦ୍ମ କଢ ଉପରେ ଛୋଡ଼ିଏ ଭ୍ରମର ବସିଲା ପରି ଦେଖାଗଲା। ଭାବକୁ ଭଞ୍ଜ କୋଉଠୁ ଆଣିଲେ? କାଳିଦାସ ରଘୁବଂଶ କାବ୍ୟ ମହାକବି କାଳିଦାସ ସେ କଣ ଲେଖିଲେ? ଦିନେ ଶୁଭେଚ୍ଛା ନିତାନ୍ତ ପିବରମ୍ ତଦୀୟମାନିଳ ମୁଖଂ ପୟୋଧରମ୍ ତିରଶ୍ଚକାରା ভ্রমরাভিমিলয় প্রজাতয় পঙ্কজ কোশয় শ্রিয়ম। বাবু দিন গঢ়ি চালন্তে নিতান্ত পিবরম অত্যন্ত পিবর পৃথুল বা বড় হইগলা তাଙ୍କର ଦୁଇଟି ଯାକ ପୁଚ୍ଛ ଏ ପୁଚ୍ଛର ଅଗ୍ରଭାଗ ଶ୍ୟାମଳ ବର୍ଣ୍ଣ ପଡିଗଲା। କବି ବିଚାର କଲେ ଯୋଡ଼ିଏ ପଦ୍ମ କଢ ଉପରେ ଦୁଇଟି ଭ୍ରମର ବସିଲେ ଯେପରି ଦେଖାଯିବେ ତାର ଶୋଭାକୁ ନିନ୍ଦା କଲା ଏ ପୁଚ୍ଛ ଯୁଗ। ଆଉ ଗୋଟାଏ ପଦ ଲେଖିଲେ ସେ କ୍ଷୀଣତା କଟି ତାର ପୃଥୁ ଘୋଳ ଦିଶିଲା ସ୍ୱାଦୁ ଖାଇ ମୃତ୍ତିକା ଛନ୍ଦ ଗମନେ ଏହିପରି ଅବସ୍ଥା ହେଲା। ବାବୁ ଯେତେବେଳେ 10 ମାସ 10 ଦିନ ଉପସ୍ଥିତ ହେଲା ଏ 10 ମାସ 10 ଦିନରେ ଜନ୍ମ ହେଲା। ଏ ଯୋଉ ପୁଅଟି ଜନ୍ମ ହେଲା ଇଏ ପୁଅଟି କିଏ? ଗୋଟାଏ ପଦ ଅଙ୍ଗବଂଶ ହେବା ପାଇଁ ଅଜଙ୍ଗ ଶକତି ରୁକ୍ମିଣୀ ଦେବୀ ଗର୍ଭରେ କରିଥିଲା ସ୍ଥିତି। ଆଗୁରେ ସବୁ କାମଦେବ ଭସ୍ମ ହେଇଥିଲା ଶିବଙ୍କ ନିଦ୍ରାଳୟରେ। ଏଇ କାମଦେବ ଯଦି ରୁକ୍ମିଣୀଙ୍କ ଗର୍ଭରୁ ଜନ୍ମ ହେଇଛି ଷଠି ପଞ୍ଚାଶି କାମ ସବୁ ସାରି ବାବୁ ଏ କାମକୁ ସାରି ଇଏ ପୁଅଟିର ନାମ ଦେଲେ ପ୍ରଦ୍ୟୁମ୍ନ। ଇଏ ପ୍ରଦ୍ୟୁମ୍ନ ବୋଲି ନାମ ତାର ଦେଇ ଇଏ ପୁଅଟିକୁ ରଖିଲେ। ଠିକ 6 ଦିନ ଯାଇଛି 7 ଦିନ ଷଷ୍ଠୀ ବାସି 7 ଦିନ 7 ଦିନ ଦିନ ଦେବଯତି ନାରଦ ଏ କଥାକୁ ଜାଣିଲେ ଜାଣି ବିଚାର କଲେ ଗୋଟେ ପରିର ବ୍ୟବହାର ସମୟ ଆସିଗଲା। ଏଇ କଥାକୁ ବିଚାର କରି ନାରଦ ମୁନି କଲେ କଣ ରାମ ଚାରି ଚାରି ଅସୁର ପୁରେ ଗୋପୀ କରିଲେ ରାକ୍ଷସ ରାଜ୍ୟକୁ ଗଲା। ଦେବର୍ଷି ନାରଦ ରାଜା ଦେଖିଲେ କଲା କଣ
ନାରଦ ମୁନିଙ୍କର ଯଥାଯଥ ସତ୍କାର କରି ଆସନ ଦେଇ ବସେଇଲା। ବାବୁ ଗୋଟାଏ ପଦ ଶୁଣ। ସନ ମାନେ ଯତି ବସାଇଲା ଥିଲା ହରସେ ମନର ସରସ ନାରଦଙ୍କୁ ଆସନ ଦେଇକିରି ବସେଇଲା। ହେ ଦେବର୍ଷି ଆପଣ କେତେ କାର୍ଯ୍ୟରେ ନାରଦ କହିଲେ କଣ କହିଲେ? ସମ୍ବରାସୁର ମରଣ ନିକଟ ହେଲା। ମରଣ ନିକଟ ହେଲା। ତତେ ସେ ମାରିବ ଦ୍ୱାରକାପୁରରେ ବଢୁଛି ରେ। କିଏ? ଭଗବାନ ଶ୍ରୀକୃଷ୍ଣଙ୍କର ଔରସରୁ ରୁକ୍ମିଣୀ ଦେବୀର ଗର୍ଭରୁ ସେ ପୁତ୍ର ଜନ୍ମ ଲାଭ କରିଛି। ନାମ ତାର ପ୍ରଦ୍ୟୁମ୍ନ। ସେ ପୁଅର ବୟସ ମାତ୍ର 7 ଦିନ। জীব সরে সঙ্গে কিংবা করে সঙ্গে কিংবা করে সঙ্গে কিংবা করে এই 7 দিন আজ্ঞা তাকে মরিବାକୁ দিও না। নাই নাই যেটা শীঘ্র পারুଛୁ ଏ ପୁଅଟାକୁ ହତ୍ୟା କର। ଆଜି ଯିବି। ଆଜି ଯିବୁ? ଏଇ ରାତିରେ ଯିବି। ନାନା ମାୟା ବିଦ୍ୟା ବିଦ୍ୟାରେ ଯିବି। ତା ଗେଣ୍ଡୁ ଉପରେ ଯିବି। କାର ସେଇ ପ୍ରତି ନାହିଁ ମାର୍ଗଶିର ମାସରେ ଗୁଡାକ ମିଳିବ। ତା ଗେଣ୍ଡୁ ଉପରେ ଯିବି। ତେଣୁ ବାବୁ ଶୁଣୁ ଏଇ କଥା ନାରଦ କହିଦେଇକିରି ଆସିଲେ। ଆଜ୍ଞା ଆସିବା ପରେ ଅସୁର ରାଜା କଲା ଜ୍ଞାନ ଆଜ୍ଞା ହଉ ହଉ ମାୟାରେ ଚଳିଲା ସମ୍ବରାସୁର ପ୍ରବେଶ ହୋଇଲା ଦ୍ୱାରକାପୁର। ଲକ୍ଷ୍ମଣୀ କୋଳେ ଶୋଇଛି ନନ୍ଦନ। କୋଳେ ଶୋଇଛି ନନ୍ଦନ। ଆଷାଢ଼ ଶୁକ୍ଳ ରସ କଲ୍ୟାଣ ଆଷାଢ଼ ଶୁକ୍ଳ ରୁକ୍ମିଣୀ କୋଳେ ଶୋଇଛି ନନ୍ଦନ। ହରରେ ଧରିତା ହରରେ ଧରିତା କଲା ଗମନରେ କଲା ଗମନ ଘରେ ଗଲା ଗତି ଘରେ ଗଲା ଗତି ଘରେ ଗଲା ଗତି ହେଲା ଯାଇ ସାଗର ଗତି। ବାବୁ ମାୟାରେ ରୁକ୍ମିଣୀଙ୍କ ଅନ୍ତଃପୁର ଭିତରେ ସମ୍ବରାସୁର ପହଞ୍ଚିଲା। ଶୋଇ ପଡ଼ିଛନ୍ତି ରୁକ୍ମିଣୀ। କୋଳରେ ଶୋଇଛି ସନ୍ତାନଟି। 7 ଦିନ ମାତ୍ର ବୟସ। ଏ ପୁଅକୁ ହାତରେ ଧଇଲା। ବେଶ ଧରିକି ରାଜ୍ୟରୁ ବାହାରିଲା ଯାଉଛି। ବାଟରେ ମନରେ ବିଚାର କଲା। କଣ ବିଚାର କଲା? ଆରେ ଛତି ଏ ପୁଅଟା ମୋର ଭଗାରୀ ମୋ ଶତ୍ରୁ ୟା ହାତରେ ମୋର ମୃତ୍ୟୁ ହବ। ମତେ ମାରିଦବ। ଏବେ ହାତରେ ଧରିକି ଯାଉଛି। ଯଦି ମୋର ମୃତ୍ୟୁ ମୋର ନିଗମ ଏବେ ବି ମତେ ମାରି ଦେଇପାରେ। ନାଇଁ ଏଇଟାକୁ ହାତରେ ଧରିବି। ପତଳ ହେଲା ଭଳିଆ ଲାଗିଲା। ସେମିତି ମନଟା ପଡିଗଲା। ଆରେ ଏଇଟାକୁ ହାତରେ ଧରିବି। ସମୁଦ୍ର କୂଳକୁ ପଳେଇଲା। ତାକୁ ସମୁଦ୍ର ଜଳେ ଖେଳୁଥିଲା ମୀନା ଜଳେ ଖେଳୁଥିଲା ମୀନା ଶିଶୁ ପୁତକୁ ଗଲା ଭଛଣା ମୀନା ଉଦରରେ ନମରେ କୁମାର ସାହାଦେବ ନାରାୟଣ। ପାଣିରେ ଗୋଟେ ରାଘବ ମାଛ ଆଜ୍ଞା ଖେଳୁଥିଲା। ରାଘବ ମାଛ
ये पिलाटाକୁ ଗିଳିଲା ଗିଳିଦେଲା ये ପିଲାଟି ରାଘବ ମାଛର ପେଟରେ ରହିଲା କିନ୍ତୁ ମଲା ନାହିଁ କାହିଁକିନା ତାକୁ ଭଗବାନ ଭରସା ପ୍ରଭୁର ରାଘବ ମାଛ ପେଟରେ ରହିଛି ଶିଶୁ ଦ୍ୱାରକାରେ ପଡିଛି ଚହଳ ଏ ପିଲା କୁଆଡେ ଗଲା କୁଆଡେ ଗଲା ଆରେ ବାବୁ ଅନ୍ତର୍ଯାମୀ ନାରାୟଣ ଦ୍ୱାରକା ଠାକୁର ଜଗତରେ କେଉଁ କଥା ତାଙ୍କୁ ଭଗବାନ କୃଷ୍ଣ ଅନ୍ତର୍ଯାମୀ ସମସ୍ତଙ୍କ କଥା ଜାଣନ୍ତି ତାଙ୍କୁ କିଛି ଛପିକିରି ରହିବ କିଛି ଅଜଣା ନାହିଁ ତାଙ୍କ ନିକଟରେ ଲୁଚା ଛପା କିଛି ନାହିଁ ଭଗବାନ ଶ୍ରୀକୃଷ୍ଣ ସବୁ ଜାଣିଲେ ଜାଣିଲା ପରେ ମଧ୍ୟ କିଛି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ କାହିଁକିନା ଏଇଟା ଅଛି ଦେବତା ମାନଙ୍କର ମାୟା ଦେବତା ମାନଙ୍କର ମାୟାକୁ ଦେବ ମାୟାକୁ ଲଗାଇବା ପାଇଁ ଭଗବାନ ନୀରବରେ ରହିଲେ କିଛି କାହାକୁ କହିଲେ ନାହିଁ ଇଏ ରହିଛି ମାଛ ପେଟରେ ତେଣୁ ହେଇଛି କଣ ଇଏ ପଞ୍ଚାୟତ ଧୀବର ଛାଲ ନେଇ ଯାଇଛନ୍ତି ସମୁଦ୍ର ଜଳରେ ଜାଲ ପକେଇକିରି ମାଛ ମାରିବା ପାଇଁ ଯେତେବେଳେ ଟାଣିଛନ୍ତି ସେଇ ମାଛଟି ବାହାରିଲା ସେଇ ମାଛ ବିକ୍ରି ହେଲା ସମ୍ବରାସୁର ସମ୍ବରାସୁର ପୁରକୁ ସେଇ ମାଛ ଗଲା ସବୁ ମାଛ ଏ ପୁଅ ସମ୍ବରାସୁର ରତିଦେବୀକୁ ନେଇ ନିଛପୁରରେ ରଖିବା ସମୟରେ ହରିବଂଶ ପୁରାଣ ଭାଗବତ ଇତ୍ୟାଦିରେ ଯାହା ଉଲ୍ଲେଖ ଅଛି ତାକୁ ତା ରୋଷେଇ ଘରର ଦାୟିତ୍ୱ ଦେଇଥିଲା ୟା ମାନେ ସିଏ ତାର ରୋଷେଇ କରୁନଥିଲା ରାଣୀ କିନ୍ତୁ ରୋଷେଇ ଇନଚାର୍ଜ ରୋଷେଇଟା ତା ଦାୟିତ୍ୱରେ ହୁଏ ରୋଷେଇ ଘରର ଦାୟିତ୍ୱ ଦେଇଥିଲା ସୁଖକାର ମାନେ ରାତି ପାଇଲେ ଯାହା ରନ୍ଧନ କରିବେ ସବୁ ରାଣୀକି ପଚାରିକିରି କରିବେ ରାଣୀ ମା ଆଜି କଣ ରୋଷେଇ ହବ ବାବୁ ମାଛଟି ତ ଯାଇଛି ଏ ମାଛକୁ କାଟିବା ସମୟରେ ଦିନକୁ କାଟିବା କାଳେ ସମତି ଗଲେ ସକାଳେ ହେଲା କି ହେଲା ବିନା ଉଦାର ମାଛକୁ କାଟୁଥିବା ତା ପେଟ ଭିତରୁ ଗୋଟେ କୁଆ ଇଏ ରାତି ପାଲା ଦିନ ପାଲା ଗାଈ ରଡ଼ି ରଡ଼ିକି ସବୁ ଆସିଛନ୍ତି ଅବସ୍ଥା କାହାର କିଛି ନାହିଁ ଶୁଣ ଏଇଭଳି ଭାବରେ ଏ କୁଆଁର ବକୁଶୁଣୀ ମାଛ ପେଟକୁ କାଟି ଇଏ ପିଲାଟିକି ବାହାର କଲେ ରାଜା ନିକଟରେ ନେଇକି ଦେଲେ ଆରେ ସିଏ କାହିଁକି ଏତେ କଥା ଜାଣିବେ ମୁଁ ଯୋଉ ପିଲାଟାକୁ ଫୋପାଡ଼ିଥିଲି ଇଏ ସେଇ ବାଳକ ରାଜା କିଛି ଜାଣିପାରିଲାନି ବରଂ ଖୁସି ହେଲା କହିଲା ଆରେ ମୋ ନୂଆ ରାଣୀଟା ଆସିଛି ତାର ପଛ କିଛି ହେଇନି ସେ ନୂଆ ରାଣୀକି ନେଇକିରି ଦିଅ ଏ ବାଳକକୁ ସିଏ ପୁତ୍ର ରୂପେ ପାଳନ କରିବ ବାବୁ ଏ ପୁଅଟିକି ନେଇକିରି ରଥି ନିକଟରେ ଦେଲେ କହିଲେ ରାଣୀ ମା ଇଏ ପୁଅଟି ମାଛ ପେଟରୁ ଜନ୍ମ ହେଇଛି ଏ ପୁଅଟିକି ରାଜା ଦେଇଛନ୍ତି ଇଏ ଆପଣଙ୍କର ପୁଅ ହବ ଆପଣ ଆକୁ ପାଳନ କରନ୍ତୁ ରଥି ଯେତେବେଳେ ପାଇଲା ମନରେ ବିଚାର କଲା ଏଠିକି ବେଳେ ରଥିକୁ ଦୈବବାଣୀ ହେଲା ଏବଂ ଦେବର୍ଷି ନାରଦ ଆସି କହିଲେ ଆଲୋ ରଥି ଯାହାକୁ ପୁତ୍ର ରୂପେ ତୁ ପାଳନ କରିବାକୁ ଯାଉଛୁ ସେ ତୋର ପୁତ୍ର ନୁହଁ ସେ ତୋର ପତି ଦେବତା ଏବେ ପଥିକି ତୁ ପୁତ୍ର ରୂପରେ ପାଳନ କରିବାକୁ ଯାଉଛୁ ବାବୁ ରଥି ବିଚାର କଲା କଥମହଂ ସ୍ଥଳଂ ଦାସ୍ये
स्वामी मोर हाँ ये पुआ होकर जन्म होइछि अरे अरे माँ भावरे हाँ या मुखरे हाँ मु किपरि स्तन्यपान देबी देवी देवी एटा संभव नुह हाँ कौनसी स्त्री हाँ स्वामी की हाँ ये पुआ भावरे हाँ मुहर स्तन्य दे परिबो कि ना एई कथा को विचार करी हाँ गोटे धात्री हाथ रे गोटे भाई हाथ रे हाँ। ये कोट के अर्पण करा हाँ। आलो भाई हाँ। ये कोट के तो पालन करी करीब अब प्रत्येक ठीक मत से को देखो हे। तार अवस्था देखो हाँ। आपण माने विचार करिवे हाँ आई की देई देला रस्ती हाँ आई कोल रे बढ़िला पुआ पुआ। एठी देवता माने माया कले कौन कली माया खले हाँ एया माया हला हाँ भागवत हाँ जगन्नाथ दास कौन कहली गोटे पद लिखिछन हाँ से कौन कहले हाँ अल्प बयसे जुहुबा देह देखि कामिनी गले मोह देखि कामिनी गले मोह देखि कामिनी गले मोह ललाट दिन को 2 फुट लेखे बढ़िला हाँ अल्प बयस जुबा देह अरे वाह अल्प बयस भितरे हाँ छुबट शरीर तार हो गला जहाँ को चाही हाँ ये तो कंदर्पर द्वितीय रूप हाँ बाबू निजे कंदर्प जन्म होइछि हेले कामिनी माने नारी माने सुंदर रूप को देखी हाँ माने मोहित मोहित हेले तो होई गले अरे वाह प्रति मध्य हाँ। निज स्वामी की देखिला ए ताहा शिशु पुत्र रूप पाइथिला हाँ आखि युवक 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 स्वामी हाँ स्वामी को देखिला परे हाँ रखी देवी कला कला हाँ स्वामी को निज प्रेम पाशरे पकाइबा पाई पाई नाना प्रकार प्रेम इंगित हाँ विभिन्न समय देवाकू लागिला हाँ एठी कामदेवर मनरे भावना हला हाँ ये तो मते मार परे धरिथिले हाँ एबे काहे मते काम दृष्टिरे देखुचन देखु चाहे मते प्रेम दृष्टिरे देखुचंती हाँ हले हये हये हम मुंडा खराब होइछि खराब हम दुष्ट स्वभाव हाँ स्वभाव खराब हाँ मु तुम पुत्र हेले मध्य हाँ। तुम मते ए भଳି भंगिरे ए भଳି ढंगरे एमिति कोन अनुच? चाहुच काहिंकी तमे कौन एमिति कौन मत अनुच ସେଇଠି ରଖିଦେବି ପ୍ରଥମ ଆଖରେ ସବୁ କଥା କହିଦେଲା ସେ ତମେ ମୋର ପୁଅ ନୁହଁ ତୁମେ ହଉଛ ମୋର ପତି ପୂର୍ବେ ଶିବଙ୍କ ନେତ୍ରାନଳରେ ତୁମେ ଭସ୍ମ ହେଇଥିଲ ଶର୍ମ ହେଇ ମୋ ପାଖକୁ ତମେ ଆସିଛ ବାବୁ ଏ କଥା ହବା ପରେ ଏବଂ କାମଦେବକୁ ପତିଲା ରଖି ଏଇଟା ସମ୍ବରାସୁରର ରାଜ୍ୟ ଏ ଅସୁରକୁ ତମେ ବିନାଶ କରିବ ଏଇଠାରୁ ମତେ ତମେ ଉଦ୍ଧାର କରିବ ଉଦ୍ଧାର କରି ମତେ ନେଇ ଦ୍ୱାରକାପୁରକୁ ଯିବ ଏଠି ପ୍ରଦ୍ୟୁମ୍ନ କହିଲା କିପରି ଦାନବ ରାଜା ହୋଇବନି ଧନ ତାର ଭେବାକୁ ହବ ନାଗରିର ରାକ୍ଷସ କିପରି ମରିବ ତାର ଭେଦ କଥା ମତେ ଟିକେ ବତେଇ ଦିଏ ରଖିଦେବି କହିଲା ରାକ୍ଷସର ସିଂହ ଦ୍ୱାରେ ଅଛି ରାକ୍ଷସର ସିଂହ ଦ୍ୱାରରେ ଆକାଶକୁ ଛୁଇଁଥିବା ବେରୁ ଶୃଙ୍ଗ ପରି ଉଚ୍ଚ ଏକ ଧ୍ୱଜଦଣ୍ଡ ବିରାଟ ପତାକା ଏବଂ ସିଂହ ଚିହ୍ନିତ ଗୋଟେ ପତାକା ତା ଦେହରେ ଲାଗିଛି ରତ୍ନର ଧ୍ୱଜଦଣ୍ଡ ଏ ପତାକାକୁ ଯିଏ କାଟିବ ଧ୍ୱଜଦଣ୍ଡକୁ କାଟିଦବ ରାକ୍ଷସ ସହିତ ତାର ଯୁଦ୍ଧ
ଯାହା ଶୁଣିବା ମାତ୍ରେ ଏଇଠି କାମଦେବ କହିଲା ପ୍ରଥମର କହିଲା ସେ ପ୍ରଜାକୁ କାଟିବି ଅଜଦଣ୍ଡକୁ କାଟିବି ରାକ୍ଷସ ସହିତ ଯୁଦ୍ଧ କରିବି କୃଷ୍ଣ ହେ କୃଷ୍ଣ ତୁମେ ନରକେଶ୍ୱରୀ कृष्ण है कृष्ण तुम्हें नरकेশ্বरी के बुझी पारिब माया तुमरी के बुझी पारिब माया तुमरी कृष्ण है कृष्ण तुम्हें नरकेশ্বरी कृष्ण है कृष्ण तुम्हें नरकेশ্বरी क्या बुझी पारिब माया तुमरी क्या बुझी पारिब माया तुमरी कृष्ण है कृष्ण तुम्हें नरकेশ্বरी कृष्ण है कृष्ण तुम्हें नरकेশ্বरी डहाणी रूपर तुम्हें लागू गुणिया रूपर तुम्हें झाड़ू डहाणी रूपर तुम्हें लागू गुणिया रूपर तुम्हें झाड़ू सर्वघटरे तुम्हें अछ पुरी सर्वघटरे तुम्हें अछ पुरी अंत न पांती ब्रह्मा त्रिपुरारी अंत न पांती ब्रह्मा त्रिपुरारी क्या बुझी पारिब माया तुमरी कृष्ण है कृष्ण तुम्हें नरकेশ্বरी कृष्ण है कृष्ण तुम्हें नरकेশ্বरी भावे कहई अभिरा मोबाई बुझिले मोहतरे किछि नहीं भावे कहई अभिरा मोबाई बुझिले मोहतरे किछि नहीं जहा कराओ ताहा होई पारे जहा कराओ ताहा होई पारे जिए सुतिए पाई दास मोहरी जिए सुतिए पाई दास मोहरी के बुझी पारिब माया तुमरी के बुझी पारिब माया तुमरी कृष्ण है कृष्ण तुम्हें नरकेশ্বरी कृष्ण है कृष्ण तुम्हें नरकेশ্বरी क्या बुझी पारिब माया तुमरी कृष्ण है कृष्ण तुम्हें नरकेশ্বरी कृष्ण है कृष्ण तुम्हें नरकेশ্বरी प्रथम वीर गला चाई कला कौन कला से कर्णवतारी नाराज प्रथम वीर
ଗଦି ଉପରେ ଧରିଲା ଖାଇଲା ହଁ ଏ ସରକୁ ଯେତେବେଳେ ମାରିଛି ଆଜ୍ଞା ଏଇ ଧ୍ୱଜଦଣ୍ଡ ଏବଂ ଧ୍ୱଜା ସବୁ କଟି ତଳେ ପଡ଼ିଲା ଉଥଳ ସାଇ ହେଇଗଲା ରାକ୍ଷସମାନେ କୋଳାହଳ କଲେ ଆଜ୍ଞା କାଟିଲା କାଟିଲା କିଏ ଜାଣିବା ପରେ ଅର୍ଜୁନ ଠିଆ ହେଇଛି ଆସିଥିଲା ରାକ୍ଷସ ଏଇଠି ଦୁଇ ଜଣଙ୍କର ଭେଟ ହେଲା ରାଜାକୁ କହିଲା ଯାହାକୁ ତୁ ପୁଅ ଭାବରେ ପାଳନ କରିଥିଲୁ ସେଇ କୃଷ୍ଣ ପୁତ୍ର ମୁଁ ହଉଛି ପ୍ରଦ୍ୟୁମ୍ନ ମୋର ହଉଛି ଶତ୍ରୁ ମତେ ଏବେ ଛାଡ଼ିଦେ ମୋ ବାଟରେ ମୁଁ ଯିବି କିନ୍ତୁ ମୋ ଗତି ପଥକୁ ଅଟକାଇଲେ ତୋତେ ମୁଁ ଜୀବନରେ ମାରି ବାବୁ ରାକ୍ଷସର ଯା କହିଲା ହଇରେ ନଣ୍ଡି ତତେ ମୁଁ ଆଣିଥିଲି ଦୟା କରି ତତେ ପାଳିଥିଲି ମୋର ପୁଣି ଏତେ ହେଲା ଆରେ ତୁ ପୁଣି ମୋ ଧ୍ୱଜା ଦଣ୍ଡ କାଟିଲୁ ମତେ ଝୁଠନ ଦେଇ କେତେ ବିଷ କିରେ ତୋର ବିନ୍ଦୁ ମାତ୍ରେଣ ଆରେ ବାସୁକି ନାଗର ହଜାରେ ପଣା ହଜାରେ ପଣାରେ ହଜାରେ ଭାର ବିଷ ମନରେ ଗର୍ଭ ନାହିଁ କଙ୍କଡା ବିଛା ଟିକେ ପଠା ବିନ୍ଦୁଟେ ବିଷ ଅଛି ଟେକୁଛୁ ମତେ ଦେଖିକି ଶୁଣୁ ଗୋଟେ ଦୁବ ହେବୁ ପାଦେ ମନ୍ଥିରେ दारू संगे लड़ाई रे मानस दारू संगे लड़ाई हरि बातु करू बड़ाई आखी देवी छोड़ाई रे मानस आखी देवी छोड़ाई अरे तू गोटे दुब घास तू काधरे चपटी के मंत्री दारू सहित युद्ध करिया इच्छा करूछु अरे तू दारू युद्ध କରି ପାରିବୁ ଓ ବଡେଇ ଆଜି ଛଡେଇବି ଏଇ ପରି ଭାବରେ ଭାବଲା ହେଲା ରାକ୍ଷସ କହିଲା ପ୍ରଦ୍ୟୁମ୍ନ କହିଲା ଉଭୟଙ୍କ ମଧ୍ୟରେ ହେଲା ତୁମୁଳ ସଂଗ୍ରାମ ଆରେ ବାବୁ ଖାଲା ତ ସରି ଯାଉଛି ଆମେ ତିରୁମଲ ଗାଁକୁ ଆସିବା ଦିନ ଆସିବା ନାଇଁ ଆଉ ଅଛି ବୟସ ନାହିଁ ଆଉ କଣ ଅଛି ଆଉ ବୟସ ମୋର କାହିଁ ପାରିବି এই পুরা মঙ্গল ফাল ত্রিপটা সেইখানে গোটায় পদ গাইদেবা গাড়ি ଦେଇକି ଯିବାଟା ଶେଷ ପରିଶ୍ରମ ଶୁଣୁ ଆରେ ବାହେ ବନ୍ଧା ବନ୍ଧେ କୋରା କୋରେ ବାହେ ବନ୍ଧା ବନ୍ଧେ हमने कोरा कोरे अभिया कोहिया
ଭାବରେ ହେଲା ଲେଖିଛନ୍ତି ଆଜ୍ଞା ମଥୁରା ମଙ୍ଗଳ କବି ଗଙ୍ଗାଧର ମେହେର ଗୋଟାଏ ପଦ କିଛକ ଦୋଷ କଣ କହିଲେ ଗୋଟା ଗୋଟି ପଟା ପଟି କଚଡା କଚଡେ କଚଡା କଚଡେ କଚଡା କଚଡେ ଧବଳ କଚଡେ ଦେଉଛନ୍ତି ରାଡେ ଦେଉଛନ୍ତି ରାଡେ ଦେଉଛନ୍ତି ରାଡେ ମୁଷ୍ଠିର ଉପରେ ମୁଷ୍ଟି ପଡେ ଦୂର ଦୂର ପଡେ ଦୂର ପଡେ ଦୂର ଦୂର ପର୍ବତ ଉପରେ ଯେତେ ପଡିଛି ଦାଉରା ପଡିଛି ଦାଉରା ସୁଖତା ହେଲା ନାନା ମାୟା ବିଦ୍ୟା ତାକୁ ଜଣା ଉଠିଗଲା ଖାସ ଭିତର ରୁଚି ମାୟାର ରୁଚି ମାୟା ଯୁଦ୍ଧ ଆରମ୍ଭ କଲା କଣ କରିବ ନାନା ପ୍ରକାରର ମାୟା ବିଦ୍ୟା ଭରତି ଶିଖେଇଥିଲା ପ୍ରଦ୍ୟୁମ୍ନକୁ ସେଇ ମାୟା ବିଦ୍ୟା ବଳରେ ରାକ୍ଷସର ମାୟାକୁ କାଟିଲା ଏବଂ ଆକାଶର ତଳକୁ ଆଣିଲା ଖସାଇ ଦେଲା ସେତେବେଳେ ଖସାଇ ଦେଇଛି ରାକ୍ଷସ ଏଠି ବିଚାର କଲା ଇଏ ପ୍ରଦ୍ୟୁମ୍ନକୁ ମୁଁ ମାରିବି କେମିତି ଶେଷ ଅସ୍ତ୍ର ତା ପାଖରେ ଥିଲା ମାତ୍ର କିଏ ବୃକ୍ଷାଙ୍କୁ ପ୍ରସନ୍ନ କରି ଗୋଟେ ମୃତ୍ୟୁକର ସେ ପାଇଥିଲା ହରିବଂଶ ପୁରାଣ କହେ ଯାର ନାମ ହଉଛି ଅମୋଘ ମୁଦ୍ଗର ଛଉ ମୁଦ୍ଗରକୁ ଧରିଲେ ଆକାଶରେ ଗ୍ରହ ନକ୍ଷତ୍ର କମ୍ପମାନ ସେଇ ମୁଦ୍ଗରକୁ ଧରିଲା ସମ୍ବରାସୁର ଯେତେବେଳେ ମୁଦ୍ଗରକୁ ଧରିଲା ଦେବତାମାନେ ଭୀତଗ୍ରସ୍ତ ହେଲେ ଦେବରାଜ ଇନ୍ଦ୍ରଙ୍କର ଆସନ ଚାଲିଲା ଚନ୍ଦ୍ର ପୃଥିବୀ ଦୁଲୁ ଦୁଲୁ ହେଲା ଦେବୀ ଦତ୍ତ ଅମୋଘ ମୁଦ୍ଗର ଧାରଣ କଲାଣି ସମ୍ବରାସୁର ହେଇଯିବ ଏତିକି ବେଳେ ଦେବରାଜ ଇନ୍ଦ୍ର ନାରଦ ଜ୍ୟୋତିଙ୍କୁ ଦେବରାଜ ଇନ୍ଦ୍ର ସେଠାରୁ ପଠାଇ ଦେଲେ ଦେବରାଜ ଇନ୍ଦ୍ର ନାରଦଙ୍କୁ ପଠେଇଲେ ତମେ ଯାଅ କୃଷ୍ଣଙ୍କର ପୁଅ ପ୍ରଦ୍ୟୁମ୍ନ ପାଖରେ ଏତିକି କହିବ ମାଙ୍କୁ ସ୍ତୁତି କରିବ ଏବଂ କହିବ ମା ତୁ ଯଦି ପ୍ରକୃତରେ ଜଗତର ମା ଏ ଧରୁଥ ଦାନବ ମୋ ଉପରେ ଯୋଉ ଅସ୍ତ୍ର ଆଜି ମୁଦ୍ଗର ପ୍ରହାର କରିବ ଏଇଟା ମୁଦ୍ଗର ନୁହେଁ ମୋ ବେକରେ ଗୋଟେ ପଦ୍ମମାଳା ହେଇଯାଉ ଏଇ କଥା ନାରଦ ପଠେଇଦେଲେ ଏ ନାରଦ ଯାଇକିରି ପ୍ରଦ୍ୟୁମ୍ନକୁ କହିଲେ ପ୍ରଦ୍ୟୁମ୍ନ କଲା କଣ ମାଙ୍କର ସ୍ତୁତି କଲା ଗୋଟାଏ ପଦ କହିବି ବେଶୀ କହିବା ପାଇଁ ସମୟ ନାହିଁ ଆଜ୍ଞା 10 ପଣ୍ଡିତ ମାଳିକା ଗୋଟାଏ ପଦ 10 ପଣ୍ଡିତ ନିଜ ରଚନାରେ ମୁଁ କହୁଛି ଆଜ୍ଞା ଆଜ୍ଞା ମାଙ୍କର ବନ୍ଦନା ହବ 10 ଜଣ ପଣ୍ଡିତଙ୍କର ନାଁ ବାହାରିବ ଭବଭୂତି ଏମାନଙ୍କ ନାଁ ଆସିବ ଶୁଣୁ ଭବଭୂତି ଦାଇନି କାଳି ଦାସପଣେ ତୋର ଚରଣ ତଳେ ଭବଭୂତି ଦାଇନି କାଳି ଦାସପଣେ ତୋର ଚରଣ ତଳେ ଭବଭୂତି ଦାଇନି କାଳି ପଣ କରୁଛି କାଳ ଯାକ ମୋର ସଂକୁଚି ତମନା ନ ହୋଇଛି ଭବଭୂତି ଦାଇନି କାଳି ଦାସପଣେ ଓରେ ଭବଭୂତି ଦାଇନି କାଳି ଭବଭୂତି କାଳିଦାସ କ୍ଷପଣକ ଶଙ୍କୁ ଏସବୁ ପଣ୍ଡିତମାନଙ୍କର ନାଁ ଗଲା ପରା ହେତୁ ପୂଜନ୍ତି ଜନ କାମନାକୁ କରୁ ପୂରଣ କାମନାକୁ କରୁ ପୂରଣ କାମନାକୁ କରୁ ପୂରଣ ରମାକାନ୍ତ ଭକ୍ତ କର୍ପୂର ହାତୀ ରମାକାନ୍ତ ଭକ୍ତ କର୍ପୂର ହାତୀ ରମାକାନ୍ତ ଭକ୍ତ କର୍ପୂର ହାତୀ ରମାକାନ୍ତ ଭକ୍ତ କର୍ପୂର ହାତୀ ଲାଗି ରହିଥାଉ ପାଦ ତଳେ ଭବଭୂତି ଦାଇନି କାଳି ମୋତେ ଗାନ କରେ
ସ୍ତୁତି କଲା ମା ପ୍ରସନ୍ନ ହେଲେ ମା କହିବାର ମାଗିଲା ପ୍ରଦ୍ୟୁମ୍ନ ହେ ମା ରାକ୍ଷସ ମତେ ଯେଉଁ ଅସ୍ତ୍ର ପ୍ରହାର କରିବ ସେ ମୋ ବେକରେ ପଦ୍ମମାଳା ହେଇଯାଉ ପ୍ରତାପୀ ଦାନବ ସେହି ମୁଦ୍ଗର চক্র প্রায় ঘুরাইয়ে পাথ চক্র প্রায় ঘুরাইয়ে প্রথম পরপর রাক্ষস অস্ত্রকু অমোঘ মুদ্গরকু পাথ চক্র পরি ঘুরাই পঠাই দেলা ଉପରେ ଠୋଠ ହେଇକିରେ ବସିଲା ସେତେବେଳେ ହସୁଛି ତାଙ୍କର ମାୟା ମା ଖବର ଦେଇଛନ୍ତି ଆଉ ପ୍ରଦ୍ୟୁମ୍ନ କଣ ମରିବ ସେବୁକର ପ୍ରଦ୍ୟୁମ୍ନ ଗଳାରେ ପଦ୍ମମାଳା ହେଲା ଖଣ୍ଡେ ରାକ୍ଷସ ବୀର ସକିତ ହୋଇଲା সুদর্শন চক্র ধরি সে প্রদ্যুম্ন ভগবান কৃষ্ণଙ୍କର সুদর্শন চক্রକୁ ନେଇ ପ୍ରଦ୍ୟୁମ୍ନ ବୀର ଯେତେବେଳେ ପ୍ରୟୋଗ କରିଛି ସେଇ ଚକ୍ର ଆଘାତରେ ରାକ୍ଷସର ମୁଣ୍ଡ କଟିଗଲା ଶବଦ କଲା ପର ଚଣ୍ଡ ଛିଡ଼ିଲା ସାମ୍ବର ମୁଣ୍ଡ ଛିଡ଼ିଲା ସାମ୍ବର ମୁଣ୍ଡ ଛିଡ଼ିଲା ସାମ୍ବରର ମୁଣ୍ଡ ପ୍ରଚଣ୍ଡ ଶବ୍ଦ କରି ସମ୍ବରାସୁରର ମୁଣ୍ଡ ଖଣ୍ଡ ହେଲା ନେଇ ସମ୍ବରାସୁର ଏ ପ୍ରଦ୍ୟୁମ୍ନ ଗଲା କୋଉଠି ନା ଦ୍ୱାରକାପୁରକୁ ହରିବଂଶ ପୁରାଣ ଏଇଠାରେ ଆଜି ଆମର ପ୍ରଦ୍ୟୁମ୍ନ ଶୁଣ ଦେଇ ମନ বহুদিন মানসিক আজি হইলা পুরণ অর্চিত ভুবন্তি সত্যনারায়ণ করিছিলেন প্রভু সত্যনারায়ণ গোপলক্ষ্মী হইব
अधिकरु अधिक पाला देखिबा पई आमो चैनल सब्सक्राइब करंतु।